ଜୟ ଜଗନ୍ନାଥ। ଆଜି ଗୋଟିଏ ସାଧୁ ସନ୍ତଙ୍କର ଆଉ ମୋ ଭଗବାନଙ୍କର ବିଷୟରେ ମୁଁ କହୁଛି। ଆପଣଙ୍କୁ ଅସୁନ୍ଦର ଲାଗିପାରେ, ଆପଣଙ୍କୁ ସୁନ୍ଦର ଲାଗିପାରେ, ମୋତେ କିନ୍ତୁ ଅସୁନ୍ଦର ଲାଗିଲା। ଆପଣ କହିବେ ଭଗବାନ କାହିଁକି ଆଙ୍ଗୁଳି ଦେଖେଇଲେ, ମୋତେ କିନ୍ତୁ ମୋ ଭଗବାନଙ୍କୁ ଆଙ୍ଗୁଳି ଦେଖେଇବାକୁ ଇଚ୍ଛା ହେଲା। ରମ୍ଭା, ମେନକା, ଉର୍ବଶୀ ଏ ହେଉଛନ୍ତି ନାରୀ। ଭଗବାନଙ୍କ କ୍ଷେତ୍ରରେ ଏଇମାନେ ନାଚ ଗୀତ କରୁଥିଲେ, ସେମାନଙ୍କୁ ମୁଗ୍ଧ କରୁଥିଲେ। ତେଣୁ ତାଙ୍କୁ ଆଖ୍ୟା ଭଗବାନ ପାଖରେ ଯେହେତୁ ନାଚୁଥିଲେ ତାଙ୍କର ଭଲ ଆଖ୍ୟା ଦିଆଯାଉଥିଲା। କିନ୍ତୁ ମଣିଷ ନାଚିଲେ ଖରାପ ଆଖ୍ୟା ଦିଆଯାଉଛି। ମଣିଷ ଖୁସି ପାଇଁ ଅୟସ ପାଇଁ ସାଙ୍ଗସାଥିରେ ମଉଜ ମସ୍ତି କରନ୍ତୁ, ସେଇଟା ଖରାପ ନୁହଁ। କିନ୍ତୁ ମଣିଷ ଏଠି କ'ଣ କଲେ, ନାରୀ ଏଠି କ'ଣ କରୁଛନ୍ତି? ଆପଣ ଦେଖୁଥିବେ ଯାତ୍ରା ଜଗତ, ଏମିତି ଅନେକ ଜଗତରେ ସେମାନେ ବ୍ୟବସାୟ ପାଇଁ କରୁଛନ୍ତି। ହଉ, ଆମେ ତାକୁ ବି ଖୁସିରେ ଖୁସିରେ ଗ୍ରହଣ କରିବା। ନାରୀକି ଗୋଟିଏ ଶବ୍ଦ ଆଖ୍ୟା ଦିଆଗଲା, ବାରଙ୍ଗନା ବେଶ୍ୟା। ଏ ଜଗନ୍ନାଥ, କାଳିଆ ଠାକୁର, ଏଇଭଳି ଆଖ୍ୟା ଦେବା ପୂର୍ବରୁ ଥରୁଟିଏ ତୁ ଭାବିଲେ ନୁହଁ? ତୁମ ଲକ୍ଷ୍ମୀ ଠାକୁରାଣୀ ଯେତେବେଳେ ତୁମ ସାଥିରେ କଳହ ହୋଇଥିଲା, କଥାର ଅଛି, ଝିଅ ଜନ୍ମ ପର ଘରକୁ ଦେଲୁ ନାରୀ ହେଲୁ ପାରି। ଠିକ୍ ଅନେକ ଝିଅ ମୁଣ୍ଡରେ ସେଇ ଜିନିଷଟା ପଶିଯାଏ। ସେ ବାହା ହେଲା ପରେ ବାପ ଘରକୁ ଆଶ୍ରା ନଥାଏ, ତାଙ୍କର ଶାଶୁ ଘରକୁ ଆଶ୍ରା ଥାଏ। ଶାଶୁଘରର ସମ୍ମାନ ଟେକକୁ ସେ ରଖିଥାନ୍ତି। ଯେତେ ଦୁଃଖ କଷ୍ଟ ଝଡ଼ ଝଞ୍ଜା ଆସୁନା କାହିଁକି, ସବୁ ହସି ହସି ମଥାପାତି ସହିଯାଇ ଶାଶୁଘରର ସମ୍ମାନ ରଖିଥାନ୍ତି। କେବଳ ମହତ୍ତ୍ୱ ନାରୀମାନେ ବି ଏଇସବୁ ସଂସ୍କାରରେ ରହିଥାନ୍ତି। ସମସ୍ତଙ୍କ କଥା ମୁଁ କହୁନି। ଲକ୍ଷ୍ମୀ ଠାକୁରାଣୀ ଯେତେବେଳେ ବିଦାୟ ନେଇଥିଲେ, ବାପ ଘରକୁ ଯିବା ପାଇଁ ଯେତେବେଳେ କହିଥିଲେ, ତାଙ୍କର ଇଚ୍ଛା ନଥିଲା। ସେଇ ଶିକ୍ଷାଟାକୁ ଆମେ ଅନୁଗ୍ରହଣ କଲେ, କାରଣ ଆମେ ଜାଣିଛୁ ବାପ ଘରକୁ ଗଲେ ବହୁତ କଷ୍ଟ ଲାଗିବ, ବହୁତ ନିନ୍ଦା ଅପବାଦ ଶୁଣିବାକୁ ପଡ଼ିବ। ତେଣୁ ସେ ନିଜେ ଯେତେବେଳେ ଗଲେ ରାଜ ଉଆସ ତୋଳିବା ପାଇଁ, କୁବେର, ପବନ, ଏମିତି ସମସ୍ତିକି ଡାକି ଆଣିଥିଲେ। ମୁଁ ଭାବୁଛି ଯେ ସମସ୍ତିକି ଡାକି ଆଣିଥିଲେ ତାଙ୍କର ସାହାଯ୍ୟ କରିବା ପାଇଁ। ତାମାନେ ସମସ୍ତେ ସେ ଯେଉଁ ସାହାଯ୍ୟ କରିଥିଲେ ଲକ୍ଷ୍ମୀ ଠାକୁରାଣୀକି, ତା ମାନେ କ'ଣ ତାକୁ ଖରାପର ଆଖ୍ୟା ଦିଆଯିବ? ଖରାପର ଆଖ୍ୟା ନୁହଁ ତ। ଗୋଟିଏ ମା ତାର ପିଲାମାନଙ୍କୁ ଡାକି ଆଣିଥିଲା ସହଯୋଗ କରିବା ପାଇଁ। ତାର ସନ୍ତାନମାନଙ୍କ ସାହାଯ୍ୟରେ ସେ ରାଜ ଉଆସ ତୋଳି ସବୁ କିଛି ମଣିଷକୁ ଉପଯୁକ୍ତ ସମୟଟା, ଭାବନାଟା ବୁଝାଇ ଦେବା ପାଇଁ। ଠିକ୍ ସେମିତି ଏ ନାରୀ କ'ଣ କରୁଛନ୍ତି? ଏ ନାରୀମୟ ଯଦି କାହାର ସାହାଯ୍ୟ ଟିକେ ପାଇ ଭଲ ଭାବନାରେ, ପାପ ଭାବନା ଭଲ ଭାବନାରେ କାହାର ସାହାଯ୍ୟ ପାଇଛନ୍ତି, ଅନେକ ଲୋକ ତାକୁ ପାପରେ ଗଣିତ କରୁଛନ୍ତି। ପାପରେ ଗଣିତ କରୁଥିବା ଲୋକ 100 ଥର ଭାବନ୍ତୁ, ଆପଣଙ୍କ ଚିନ୍ତା ଚେତନା ଭାବନା ଠିକ୍ ନଥାଏ। ଆପଣ ନିଜେ ପାପୀ, ସେଥିପାଇଁ ପାପରେ ଗଣନା କରିଥାଅ। ମୋ ମଧ୍ୟରେ ସମୟ ଅଛି, ସମସ୍ତେ ସୁଧୁରି ଯାଆନ୍ତୁ, ବିନା ଦୋଷରେ କାହାକୁ ପାପରେ ଗଣିତ କରନ୍ତୁ ନାହିଁ। ଏହା ନିରାଟ ସତ୍ୟ ବଚନ। ଆଉ ଯେଉଁ ନାରୀ ବେଶ୍ୟାଳୟକୁ ଯାଉଛନ୍ତି, ବାରଙ୍ଗନାର ଆଖ୍ୟା ଶୁଣୁଛନ୍ତି, ବେଶ୍ୟାବୃତ୍ତି କରୁଛନ୍ତି, ପାର୍କ ବାର୍ ସବୁ ଯାଉଛନ୍ତି, ଟାଇମ୍ ପାସ୍ କରୁଛନ୍ତି ଅନେକ ପୁରୁଷକୁ ନେଇ, ଅନେକ ନାରୀ ବି ଅନେକ ପୁରୁଷ ନାରୀମାନଙ୍କୁ ନେଇକି ଏଇସବୁ ଯେଉଁ ଭାବନାରେ ଯାଉଛନ୍ତି ନା, ଏସବୁ ଭାବନାରୁ ବାହାରି ଆସନ୍ତୁ ନା। ମୋ ଭଗବାନଙ୍କ ପାଖରେ ତର୍ଜମା କରନ୍ତୁ ନା।
ମୋ ଜଗନ୍ନାଥଙ୍କ ପାଖରେ ହସ ଖୁସିର ଆଳାପ କରନ୍ତୁ ନା। ବହୁତ ଖୁସି ମୋ ଜଗନ୍ନାଥ ହେବେ। ଆପଣଙ୍କ ସଂସାର ସୁନ୍ଦର ହେବ। ଆପଣ ସ୍ୱାମୀ ବି ଆପଣଙ୍କୁ ବହୁତ ଭଲ ପାଇବେ। ଆଉ ଆପଣ ବି ସମସ୍ତଙ୍କ ସାଥିରେ ହସ ଖୁସିରେ ସ୍ନେହ ଶ୍ରଦ୍ଧାରେ କଥାବାର୍ତ୍ତା ହେଇପାରିବ। ଏହା ପାପ ନୁହଁ, ଏଇଟା ପୁଣ୍ୟ। ଲୋକେ ପାପରେ ଗଣନା କରୁଛନ୍ତି। ଯିଏ ପାପ ଭାବରେ ଯାଇଥିବ ତାକୁ ପାପର ଆଖ୍ୟା ଦିଅନ୍ତୁ, କିନ୍ତୁ ଯିଏ ପୁଣ୍ୟ ଭାବରେ ଯାଇଛନ୍ତି ତାଙ୍କୁ ପାପର ଆଖ୍ୟା ଦିଅନ୍ତୁ ନାହିଁ। ସର୍ବାଙ୍ଗ ଶରୀର କିଏ ଦେଖେଇଦେଲେ ସେଟା କ'ଣ ପାପ? ଗୁପ୍ତ ରହସ୍ୟ ଗୋଟିଏ ଥାଏ, ତା ଭିତରୁ କିଛି ମୂଳ ତତ୍ତ୍ୱ କଢ଼ାଯାଏ। ସେଇ ମୂଳ ତତ୍ତ୍ୱକୁ କିଏ ବାହାର କରନ୍ତି? ଯିଏ ଭଗବାନଙ୍କ ଭିତରେ ପଶିଥାଏ। ସମସ୍ତଙ୍କ ଦ୍ୱାରା ତାହା ସମ୍ଭବ ହୁଏ ନାହିଁ। ଏହା ସବୁ ମଣିଷ ବୁଝିବାକୁ ଚେଷ୍ଟା କରନ୍ତୁ। ସମସ୍ତଙ୍କ ସାଥିରେ ହସ ଖୁସି ମିଳିମିଶି ଚଳନ୍ତୁ। ଖରାପ ବାଟକୁ କେହି ଅତିକ୍ରମ କରନ୍ତୁ ନାହିଁ। ଧନ ଅଭାବରୁ କେହି ଖରାପ ବାଟକୁ ଯାଆନ୍ତୁ ନାହିଁ। ହାତ ଗୋଡ଼ ଯେହେତୁ ଭଗବାନ ଦେଇଛନ୍ତି, ଯେମିତି କହିଲେ ଭଗବାନ ଏମିତି ଜିନିଷ ଦେଇଛନ୍ତି ଯେତେ ଦେଲେ ସରିବ ନାହିଁ। ସେଇଟା ହେଉଛି ଆମ ମନଟା। ସେଇ ସୁନ୍ଦର ମନକୁ ସମସ୍ତ କ୍ଷେତ୍ରରେ ହସ ଖୁସିରେ ବାଣ୍ଟନ୍ତୁ। ଆଉ ଆପଣଙ୍କ ହାତ ଗୋଡ଼ ଯେହେତୁ ଭଗବାନ ଦେଇଛନ୍ତି, ଛୋଟ ହେଉ ମୋଟ ହେଉ କାମ କରି ଦୁଃଖ ହେଉ ସୁଖ ହେଇ ବଞ୍ଚିବାକୁ ଚେଷ୍ଟା କରନ୍ତୁ। ଖରାପ ବାଟ କେହି ଅନୁସରଣ କରନ୍ତୁ ନାହିଁ। କି ପ୍ରତ୍ୟେକ ସାଥିରେ ପ୍ରତ୍ୟେକ ନାରୀ ପୁରୁଷ କଥାବାର୍ତ୍ତା ହେଲା ବେଳେ ସବୁବେଳେ ସମସ୍ତେ ପାପ ଦୃଷ୍ଟିରେ ଦେଖନ୍ତୁ ନାହିଁ। ତାପରେ କୌଣସି ନାରୀର ରୂପ ଯୌବନ କଥା ଶୈଳୀ ସବୁ ଦେଖି କେହି ଆକର୍ଷିତ ହୁଅନ୍ତୁ ନାହିଁ। ମୋ ମତରେ ଠିକ୍ ଯେମିତି ଭଗବାନ ଅନେକ ବିବାହିକ ସୁଖରେ ରହିପାରିଛନ୍ତି, ଭୁଲଟା ଥିଲା ବିଷାବାରଙ୍ଗନା ରହିଛି ଭଗବାନଙ୍କ ଯୁଗ ସମୟରେ। ସେଇ ଗୋଟିକ ମୋର ପଏଣ୍ଟରେ ରଖିଦେଲି। ଆଉ ଏ କଳି ଯୁଗରେ ପଏଣ୍ଟ ହେଲା, ଯେଉଁମାନେ ସ୍ତ୍ରୀ ଥାଇ କି ଯେଉଁ ନାରୀମାନେ ପଇସା ପାଇଁ ଏ ଟଙ୍କା ପଇସା ପାଇଁ ତଳ ସ୍ତରକୁ ଚାଲି ଯାଉଛନ୍ତି, କେହି ଯାଆନ୍ତୁ ନାହିଁ। କର୍ମ କରନ୍ତୁ, ଯେତିକି ଅଛି ସେତିକିରେ ଶାନ୍ତିରେ ରୁହନ୍ତୁ। ଆଉ ସବୁ ପୁରୁଷମାନେ ଭଗବାନଙ୍କ କ୍ଷେତ୍ରରେ ଯେହେତୁ ଜଣେ 2-3 ବିବାହ ହେଇଛନ୍ତି, ଆପଣ ଆପଣଙ୍କ ସଂସାରକୁ ଯଦି ଗଢ଼ିବାକୁ ଚାହୁଁଛନ୍ତି 2-3 ବିବାହ ହେଇକି ସୁଖ ଶାନ୍ତିରେ, ତାହେଲେ ବିବାହୀ ସୁଖ ଶାନ୍ତିରେ ରୁହନ୍ତୁ। ଆଉ ସମସ୍ତଙ୍କୁ ପାପ ଆଖିରେ ଦେଖନ୍ତୁ ନାହିଁ। ସମସ୍ତଙ୍କ ସାଥିରେ ହସ ଖୁସିରେ ଦିନ କାଟନ୍ତୁ। ଏହା କଲେ ବହୁତ ଭଲ ହେବ। ମୁଁ ରାଧାକୃଷ୍ଣ ଭାବନାରେ, ମୁଁ ଜଗନ୍ନାଥଙ୍କ ଭାବନାରେ କହୁଛି। ଆଉ ମୋର ଭୁଲ ଥିଲେ ମୋତେ କ୍ଷମା କରିଦେବ। ସମସ୍ତଙ୍କ ସଂସାର ସୁଖ ଶାନ୍ତିରେ ରହନ୍ତୁ। ସମସ୍ତଙ୍କ ଚିନ୍ତାଧାରା ପରିବର୍ତ୍ତନ ହେଇଯାଉ। ଏଇ ଯେଉଁ ସମୟ ଆସୁଛି ବହୁତ ବିପଜ୍ଜନକ ସମୟ, ସେଥିରୁ ସମସ୍ତେ ଉଦ୍ଧାର ପାଇବାକୁ ଚେଷ୍ଟା କରନ୍ତୁ। ଜୟ ଜଗନ୍ନାଥ। ରହୁଛି।